ଦୁର୍ଘଟଣାର ଖବର କରିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସାମ୍ବାଦିକ। 4 ଗୁରୁତର 2 ମୃତ। ମୟୂରଭଞ୍ଜ ଜିଲ୍ଲା ବାରିପଦା ପାଲବଣୀ ଗଳି ନିକଟରେ ଘଟିଛି ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା। ଏକ ସଡ଼କ ଦୁର୍ଘଟଣାରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ କ୍ୟାମେରାମ୍ୟାନ୍ ନିଜେ ଆଉ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 3ଟି ଟେଲିଭିଜନ ଚ୍ୟାନେଲର କ୍ୟାମେରାମ୍ୟାନ୍ ସମେତ 4 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜୁଲାଇ 3 ତାରିଖ ପାଲବଣୀ ଗଳି ନିକଟରେ କାଠ ବୋଝେଇର ଏକ ଟାଟା ଇଣ୍ଟ୍ରୋ ଗାଡ଼ି ନମ୍ବର WB 496202 ପୂର୍ବରୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଖବର ସଂଗ୍ରହ କରିବାକୁ ଯାଇଥିଲେ ନ୍ୟୁଜ୍ 7ର କ୍ୟାମେରାମ୍ୟାନ୍ ଲଳିତ କୁମାର ବାରିକ, ଅର୍ଗସ୍ ନ୍ୟୁଜ୍ର ହରେକୃଷ୍ଣ ପାତ୍ର ଏବଂ କଳିଙ୍ଗ ଟିଭିର କ୍ୟାମେରାମ୍ୟାନ୍ ସମସ୍ତ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା OD 23H 2474 ନମ୍ବର ବିଶିଷ୍ଟ ଅନ୍ୟ ଏକ ଗାଡ଼ି ହଠାତ୍ ଭାରସାମ୍ୟ ହରାଇ ସେହି ସ୍ଥାନରେ ଓଲଟି ପଡ଼ିଥିଲା। ଫଳରେ ସୁନଗଡ଼ିଆର SK ଅଲାଉଦ୍ଦିନ ଓ ଗୌଡିହାର ମିହିର ମାଇତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। କିଛି ସମୟ ଯାଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପୋଲିସ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଟ୍ରକ୍ ତଳେ ଚାପି ହୋଇ ରହିଥିବା ମୃତଦେହ ବାହାର କରିବା ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏହି ଘଟଣାରେ ନ୍ୟୁଜ୍ 7ର କ୍ୟାମେରାମ୍ୟାନ୍ ଲଳିତ କୁମାର ବାରିକ, ଅର୍ଗସ୍ ନ୍ୟୁଜ୍ର ହରେକୃଷ୍ଣ ପାତ୍ର, କଳିଙ୍ଗ ଟିଭିର କ୍ୟାମେରାମ୍ୟାନ୍ ଓ ତକତପୁର ମହେଶ୍ୱର କିସ୍କୁ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ଲଳିତ କୁମାର ବାରିକଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ଥିବାରୁ ତାକୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଆହତମାନଙ୍କୁ ଭେଟିବା ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜର ବହୁ ସାମ୍ବାଦିକ ପିଆରଏମ୍ କଲେଜରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମସ୍ତେ ପଚାରି ବୁଝିଥିଲେ। ଏହି ହୃଦୟ ବିଦାରକ ଘଟଣା ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଶୋକର ଛାୟା ଖେଳାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜା ଚାଲିଛି। ଅଛି ଡାକ କିଛି ନାହିଁ। ବ୍ଲଡ ସର୍ଟ ହେଲେ ବି ବ୍ଲଡ ହ୍ୟାଲୋ ପାରିବିନି ନା ତୁମେ ଓହ୍ଲାଉନି। Thank you.